ଆଜି ରାତିରେ ଖାଲି ପାଦରେ ବୁଲି ବୁଲି ଚପଲ ଖୋଜିଲେ ମିଳୁନଥିଲା। ସ୍ୱାଗତ କରୁଛି ଆପଣମାନଙ୍କୁ ଅରୁଣ ବି ବ୍ଲଗ ଚ୍ୟାନେଲରେ। ଆଜି ସକାଳୁ ଗାଡି ଟିକେ କାଠ ଆଣିକି ପକେଇଛି, ଗାଡି ପୁରା ଦବିଗଲା। ଗାଡିଟା ଦବିଗଲା ବୋଲି କେତେ ଲୋକ ଗାଡି କାଢିବା ପାଇଁ ପଳେଇ ଆସିଲେ। ଗାଡି ଆଜି ଫସିଗଲା ବୋଲି ଆମେ କାମରେ ଲାଗି ପଡିଲୁ। କାମ କରିକି ମୁହଁ ସବୁ ଚିଟକିଆ ଦେଖାଯାଉଛି। ଗାଧିଲା ପରେ ଯାଇ ଟିକେ ଶାନ୍ତି ଲାଗିଲା। ଆଉ ଆମର ଚାଇନା ମେସିନ ଖରାପ ହେଇଯାଇଛି ବୋଲି ସେଇଟା ସବୁ ଖୋଲାଖୋଲି କରି ଥୋଇ ଦେଇଛନ୍ତି। ଭିତରେ ପୁରା ପିସ୍ କୋଦା ହେଇଯାଇଛି ବୋଲି ପୁରା କାଟାକୁଟିରେ ବ୍ୟସ୍ତ ଅଛନ୍ତି। କାଢୁ ଏପଟେ ପିସ୍ ପକା କହିଲେ ସେପଟେ ନେଇକି ପକେଇ ଦଉଛି କୁଆଡେ କୁଆଡେ। ଆଜି ମୋର ଚପଲ ଛିଡି ଗଲା ବେଳେ ରାତିରେ ଖାଲି ପାଦରେ ବୁଲି ବୁଲି ଚପଲ ଖୋଜିଲା ବେଳକୁ ପାଉନୁ। ଏମିତି ଚାଲି ଚାଲି ଆମେ କେତେ ଦୂରକୁ ପଳେଇ ଆସିଲୁଣି। ଫାଇନାଲି ଶସ୍ତାରେ 130 ଟଙ୍କାରେ ଚପଲ ମିଳିଗଲା। ତାପରେ ଆମେ ଟିକେ ଖଜା କିଣିବା ପାଇଁ ଗଲୁ। ସେଠି ତ କେତେ ସାରା ଦୋକାନ ଭିତରେ ଖଜା ଥିଲେ। ହେଲେ ଏ ଦୋକାନ ବାଲା ଆମକୁ ଦେଖି ଓଡିଆରେ କଥା କହିଲେ। କେରଳକୁ ଆସି ପ୍ରଥମ ଥର ଏ ଦୋକାନରେ ଓଡିଆ କଥା ଶୁଣିଲି। ସେଇଠୁ ରୁମକୁ ଆସିଲା ପରେ ମତେ ତ ବହୁତ ଜୋର ଭୋକ ଲାଗିଲା। ତା ପିଅନଟା କେଜାଣି ଏ ଯାକ ଖାଇଲେ କାମ ସରିଲା। ଖାଇବା ପୁରା ମସ୍ତ ଥିଲା। ହଁ ଚ୍ୟାନେଲକୁ ନୂଆ କରି ଆସିଲେ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବ। ଆଜି ପାଇଁ ରହିଲି, ଟାଟା।